ସମ୍ପତ୍ତିର ମାନେ କେବଳ ପଇସା ନୁହେଁ। ବିଛଣାରେ ଶୋଉ ଶୋଉ ଯଦି ଭଲ ନିଦ ଆସିଯାଏ ସେ ବି କୌଣସି ସମ୍ପତ୍ତି ଠାରୁ କମ୍ ନୁହେଁ। ଘରକୁ ଆସିଲେ ଯଦି ମନ ଶାନ୍ତ ହୋଇଯାଏ, ଖୁସି ଭରିଯାଏ, ସେ ବି ଗୋଟେ ସମ୍ପତ୍ତିଠୁ କମ୍ ନୁହେଁ। ସକାଳୁ ଉଠୁ ଉଠୁ ଯଦି କାହା ଚେହେରା ଦେଖି ମୁହଁରେ ହସ ଆସିଯାଏ, ସିଏ ବି ଗୋଟେ ସମ୍ପତ୍ତି ହୋଇଥାଏ। ଯଦି ଆପଣଙ୍କ ପାଖରେ 2-4 ଜଣ ସଚ୍ଚା ଲୋକ ଥାନ୍ତି, ଆପଣଙ୍କର ଦାୟିତ୍ୱ ବୁଝୁଥାନ୍ତି, ତାହେଲେ ସିଏ ବି ଗୋଟେ ସମ୍ପତ୍ତି ହୋଇଥାଏ। ଭଲ ସ୍ୱାସ୍ଥ୍ୟ ଯଦି ଆପଣଙ୍କୁ ସାଥ ଦେଉଛି, ସିଏ ବି ଗୋଟେ ସମ୍ପତ୍ତି ଅଟେ। ବିନା ଡରରେ ଯଦି କାହା ପାଖରେ କଥା ରଖିପାରୁଛନ୍ତି, ତାହେଲେ ସିଏ ବି ଗୋଟେ ସମ୍ପତ୍ତି ଅଟେ। ଯଦି ହୃଦୟରେ କାହା ପ୍ରତି ଘୃଣା ନଥିବ, ସିଏ ବି ଗୋଟେ ସମ୍ପତ୍ତି ଅଟେ। ଯଦି ଆପଣଙ୍କ ଜୀବନରେ ପାଟିତୁଣ୍ଡ କମ୍, ଶାନ୍ତି ଅଧିକା, ସିଏ ବି ଗୋଟେ ସମ୍ପତ୍ତି ଅଟେ। ଯଦି ରାତିରେ ଅନୁତାପ ଆଉ ଦିନରେ ଡର ନେଇ ବଞ୍ଚିବାକୁ ପଡ଼େ ନା, ସିଏ ବି ଗୋଟେ ସମ୍ପତ୍ତି ଅଟେ। ଯଦି ଆପଣଙ୍କର ଘର ଛୋଟ କିନ୍ତୁ ସେ ଘରେ ଖୁସି ଅଧିକା ରହିଥାଏ, ତାହେଲେ ସିଏ ସବୁଠାରୁ ବଡ଼ ସମ୍ପତ୍ତି ଅଟେ। ଧନ୍ୟବାଦ।